समस्त परिस्थिति रे दाऊद ईश्वर उपर निर्भर रखिथिले और ईश्वर आश्चर्य भाव में दाऊद को रक्षा करथिले। आज आमर कठिन परिस्थिति रे आमे कहा उपर निर्भर करूछु? आमे कौन ईश्वर उपर निर्भर करूछु कि जे सबु परिस्थिति रे आम्मान को रक्षा करिबा निमंते समर्थ एवं प्रस्तुत अछंती। मधुर वाक्य चला पथे साजे दीप अमरी चरण अलिभा आलोक देई जीवनर प्रतिपादे जीवनर प्रतिपादे पढ़ाई से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। दर्शक बंधु नमस्कार। प्रभु जीशु ख्रीष्टंकर मधुर नाम रे आपण को पथ प्रदर्शिका कार्यक्रम को स्वागत करुछि। आज आपण केमिति अछंती? मोर विश्वास प्रभुंकर दया और अनुग्रह आपण एवं आपणकर परिवार निश्चय भलरे थिबे। आपण नियमित आम्मान करे कार्यक्रम देखुछंती, ईश्वरंकर वाक्य द्वारा शिक्षित हेउछंती, आत्मिक जीवन रे वृद्धि पाउछंती। सेथिपाई आमाने बहुत आनंदित अटु। आपणकर सुचिंतित मतामत अपेक्षा आमाने अछु। जो माने ए पर्यंत आम संगे जोगाजोग करि नाहांती, टीवी स्क्रीन रे जो नंबर टी दिया जाउची से नंबर रे आज ही आमको कॉल करंतु। आमे आपणकर फोन कॉल रो अपेक्षा रे अछु। प्रथम सामुएल 20 अध्याय रे आमे विश्वस्तता और प्रेमर एक सुंदर कहानी को देखु। बंधुतार शक्ति, समर्पण एवं प्रतिज्ञा रक्षा करिवार जो गुरुत्व विषय आमे लक्ष्य करूछु। बंधुता निमंते त्यागर आवश्यक। जोनाथन और दाऊदंक मध्यरे निबिड़ संपर्क थिबा आमाने देखिबा को पारुछु। दाऊद और जोनाथन ईश्वर को साक्षी रखी निजर बंधुतार संपर्क मध्यरे परस्पर सहित आबद्ध हेले। सबु परिस्थिति रे जोनाथन दाऊदन को रक्षा करुथिले, कारण साउल दाऊदन को बद्ध करिवा निमंते चेष्टा करुथिले। साउलंकर भोजरे दाऊद अनुपस्थित थिबारु साउल क्रोध कले और अपना पुत्र जोनाथन को पचारुछंती से जिसीर पुत्र दाऊद काहीं, कारण से तांको बद्ध करिया पाई चाहुथिले। किंतु जोनाथन तांको बापांकर योजना विषय दाऊदन को जणई देले। दाऊद समस्या मध्यरे रहिले सुधा ईश्वरंक उपरे निर्भर करुथिले। दाऊद प्राण रक्षा निमंते नोब को जाउछंती। नोबरे जाजक अहिमेलकंक निकटरे से पहुंचुछंती। सेठारे कौन हैला? आजिर आलोचना रे आमे से विषय रे ध्यान करिबा। तेबे आसंतु आजिर कार्यक्रम को जिबा पूर्वरु गोटे भक्तिमूलक गीत सुनिबा।
ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରଥମ ସାମୁଏଲ 20 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 21 ପର୍ବର 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମେ 20 ପର୍ବଟିକୁ ଅଧ୍ୟୟନ କରିବା। ଏହି ପର୍ବରେ ଯୋନାଥନ କିପରି ଦାଉଦଙ୍କୁ ସାଉଲଙ୍କ ହସ୍ତରୁ ରକ୍ଷା କଲେ ତାହା ଲକ୍ଷ୍ୟ କରିବାକୁ ଯିବା। ସାଉଲ ଜାଣିଥିଲେ ଯେ ତାହାଙ୍କର କନ୍ୟା ମିଖଲ ଦାଉଦଙ୍କ ବିଷୟ ନେଇ ତାହାଙ୍କୁ ପ୍ରତାରଣା କଲା ଓ ଯୋନାଥନ ଏବଂ ଦାଉଦଙ୍କ ମଧ୍ୟରେ ଥିବା ବନ୍ଧୁତା ବିଷୟ ନେଇ ମଧ୍ୟ ସେ ଜାଣିଥିଲା। ତେଣୁକରି ଯୋନାଥନ ତାହା ଜାଣି ଅତି ଚତୁରତା ଓ ସତର୍କତାର ସହିତ ସେ ଦାଉଦଙ୍କ ସହ ସମ୍ପର୍କ ରକ୍ଷା କରୁଥିଲେ ଓ ଦାଉଦଙ୍କୁ ସାଉଲଙ୍କ ହସ୍ତରୁ ରକ୍ଷା କରିବାକୁ ଯାଇ ସେ ଏହିପରି ତୀର ମାରିବାର ଯୋଜନା କରିଥିଲେ ଓ ଏହାର ରହସ୍ୟ କେବଳ ଯୋନାଥନ ଏବଂ ଦାଉଦ ଜାଣିଥିଲେ। କାରଣ ଯୋନାଥନ ଦାଉଦଙ୍କୁ ରକ୍ଷା କରିବାକୁ ଯାଇ ଏହିପରି ଏକ କୌଶଳ ପ୍ରୟୋଗ କରିଥିଲେ। ଦେଖନ୍ତୁ 20 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ଦାଉଦ ରାମାସ୍ଥିତ ନାୟୋତରୁ ପଳାଇ ଆସି ଯୋନାଥନ ଆଗରେ କହିଲେ, ମୁଁ କ'ଣ କଲି? ମୋହର ଅପରାଧ କ'ଣ? ଓ ତୁମ ପିତାଙ୍କ ଛାମୁରେ ମୋହର ପାପ କ'ଣ ଯେ ସେ ମୋର ପ୍ରାଣ ଚାହୁଁଅଛନ୍ତି? ଦେଖନ୍ତୁ ଦାଉଦ ଏଠାରେ ଯୋନାଥନଙ୍କୁ ପ୍ରଶ୍ନ କରନ୍ତି, ମୁଁ କ'ଣ କଲି? ମୋହର ଅପରାଧ କ'ଣ? କାରଣ ସେ କେବେ ହେଲେ ସାଉଲଙ୍କ ବିରୁଦ୍ଧରେ ଯାଇ ତାହାଙ୍କ ହୃଦୟରେ ଆଘାତ ଦେବା ଭଳି କାର୍ଯ୍ୟ କରିନଥିଲେ। ସାଉଲ ତାହାଙ୍କ ବିରୁଦ୍ଧରେ ଅମଙ୍ଗଳ କଳ୍ପନା କଲେ ମଧ୍ୟ ସେ କେବେ ହେଲେ ସାଉଲଙ୍କ ବିରୁଦ୍ଧରେ ଯାଇ ତାହାଙ୍କର ଅମଙ୍ଗଳ କରିନଥିଲେ। ସେ ତାହାଙ୍କୁ ପ୍ରକୃତରେ ସାହାଯ୍ୟ କରିଥିଲେ। ମାତ୍ର ସାଉଲ ଦାଉଦଙ୍କ ପ୍ରତି ହିଂସା କରି ତାହାଙ୍କୁ ବଦ୍ଧ କରିବାକୁ ଚାହୁଁଥିଲେ ଓ ତାହାଙ୍କୁ ସବୁଦିନ ପାଇଁ ତାହାଙ୍କର ପଥରୁ ହଟାଇ ଦେବାକୁ ଚାହୁଁଥିଲେ। କାରଣ ଦାଉଦ ଯେ ତାହାଙ୍କ ପଦରେ ରାଜତ୍ୱ କରିବ ଏହି ବିଷୟ ସେ ଆଶଙ୍କା କରୁଥିଲେ। କିନ୍ତୁ ଦାଉଦ ଦ୍ୱନ୍ଦ୍ୱରେ ପଡ଼ି ବୁଝିପାରୁନାହାନ୍ତି ଯେ ସାଉଲ କାହିଁକି ତାହାଙ୍କ ବିରୁଦ୍ଧରେ ଏହିପରି ଚକ୍ରାନ୍ତ କରି ତାହାଙ୍କୁ ବଦ୍ଧ କରିବାକୁ ଚେଷ୍ଟା କରୁଅଛନ୍ତି। ଏହାପରେ 20 ପର୍ବର 2 ପଦରେ ଆମେ ଦେଖୁ ଯେ ଯୋନାଥନ ଦାଉଦଙ୍କୁ କହୁଛନ୍ତି, ଯଦି ତାହାଙ୍କର ପିତା ଦାଉଦଙ୍କୁ ବଦ୍ଧ କରିବା ନିମନ୍ତେ ଚକ୍ରାନ୍ତ କରନ୍ତି ତାହେଲେ ସେ ତାହା ନିଶ୍ଚୟ ଜାଣିପାରିବେ ଓ ତାହାଙ୍କୁ ଜଣାଇଦେବେ। ଏହାପରେ 20 ପର୍ବର 3 ଓ 4 ପଦରେ ଆମେ ପ୍ରକୃତରେ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରୁ। ଦାଉଦଙ୍କର ଜୀବନ ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ସମୟରେ ଯୋନାଥନର ଏହିପରି ଆଶ୍ୱାସନା ଓ ସାନ୍ତ୍ୱନାଜନକ ବାକ୍ୟ ଦାଉଦଙ୍କ ପ୍ରତି କେତେ ଭରସାଜନକ ନ ହୋଇଥିବ। ଦାଉଦ ବିପଦ ସମୟରେ ଥିବାବେଳେ ଯୋନାଥନ ତାହାଙ୍କୁ ସାହାଯ୍ୟ କରୁଅଛନ୍ତି। ବାସ୍ତବରେ ଦାଉଦ ଓ ଯୋନାଥନଙ୍କ ମଧ୍ୟରେ ଅତି ଘନିଷ୍ଠ ବନ୍ଧୁତା ସ୍ଥାପିତ ହୋଇଥିଲା ଓ ସେହି ବନ୍ଧୁତ୍ୱର ଉପକାରିତା ଆମେ ଏଠାରେ ଲକ୍ଷ୍ୟ କରିବାକୁ ପାରୁଛୁ। ବିପଦ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ବୋଲି ଆମେ ସମସ୍ତେ ଜାଣୁ। ଯେ ପ୍ରକୃତ ବନ୍ଧୁ ସେ ହିଁ କେବଳ ବିପଦ ସମୟରେ ନିଜର ଭାଇ ଅପେକ୍ଷା ମଧ୍ୟ ଅଧିକ ସାହାଯ୍ୟ କରିପାରେ। ଆଉ ଯୋନାଥନ ତହିଁର ନିଦର୍ଶନ। 20 ପର୍ବର 5 ପଦରେ ଆମେ ଦେଖୁ, ଦାଉଦ ସେହି ପ୍ରାସାଦ ମଧ୍ୟରେ ଭୋଜନ ସମୟରେ ରାଜାଙ୍କ ସହିତ ବସି ଭୋଜନ କରିବାକୁ ଥିଲା, ମାତ୍ର ଦାଉଦ ସେଠାକୁ ଯିବାକୁ ଭୟ କଲେ। ତେଣୁକରି ସେ ଯୋନାଥନକୁ କହୁଛନ୍ତି ତାହାଙ୍କୁ 3 ଦିନ ପାଇଁ ଛାଡ଼ିଦେବାକୁ, ଯେପରି ସେ କ୍ଷେତ୍ରରେ ଯାଇ ଲୁଚି ରହିବେ। ଏହାପରେ 20 ପର୍ବର 6ରୁ 7 ପଦରେ ଆମେ ଦେଖୁ ଯେ ଏହି ପ୍ରକାରେ ଦାଉଦ ସାଉଲଙ୍କର ପ୍ରକୃତ ଭାବକୁ ଜାଣିବାକୁ ଚେଷ୍ଟା କରିଥିଲେ ଓ ଏହି କାର୍ଯ୍ୟରେ ଯୋନାଥନ ତାହାଙ୍କୁ ବିଶେଷ ସାହାଯ୍ୟ କରିଥିଲେ। 20 ପର୍ବର 8 ପଦରୁ 17 ପଦ ମଧ୍ୟରେ ଆମେ ଦେଖୁ ଯେ ଯୋନାଥନ ଓ ଦାଉଦ ସେମାନେ ଉଭୟ ଏକ ବନ୍ଧୁତ୍ୱ ସ୍ଥାପନର ନିୟମ ମଧ୍ୟରେ ଆବଦ୍ଧ ହେଲେ। କିନ୍ତୁ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରିବେ ଯେ ଯୋନାଥନ ଜାଣିପାରିଥିଲେ ଯେ ସାଉଲଙ୍କ ପରେ ସମ୍ଭବତଃ ଦାଉଦ ରାଜପଦର ଅଧିକାରୀ ହେବେ। ତେଣୁକରି ସେ ଦାଉଦଙ୍କୁ ଅନୁରୋଧ କରି କହନ୍ତି ଯେ ଯେତେବେଳେ ଦାଉଦ ସେହି କ୍ଷମତାର ଅଧିକାରୀ ହେବେ ସେତେବେଳେ ଦାଉଦଙ୍କ ପରିବାର ସହିତ ତାହାଙ୍କର ଯେଉଁ ସମ୍ପର୍କ ଓ ବନ୍ଧୁତ୍ୱ ରହିଅଛି ତାହା ଯେପରି ବିଚ୍ଛିନ୍ନ ନ ହୁଏ।
ତେବେ ଯୋଜନାଟି ଏହିପରି ପ୍ରସ୍ତୁତ କରାଯାଇଥିଲା ଯେପରି 2 ଜଣ ବନ୍ଧୁଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇପାରିବ ଓ ରାଜାଙ୍କର ମନୋଭାବ ତଥା ଯୋଜନା ଜଣାଯାଇପାରିବ। ତେବେ ଯୋଜନାଟି ଏହିପରି ଥିଲା ଯାହାକି ଆମେ 20 ପର୍ବର 18 ପଦରୁ 41 ପଦରେ ଲକ୍ଷ୍ୟ କରିବାକୁ ପାରୁ। ତେବେ ମୁଁ ଏହାକୁ ଆଉ ଅଧିକ ବ୍ୟାଖ୍ୟା କରିବା ପାଇଁ ଯାଉନାହିଁ। ଆପଣ ଏହାକୁ ଆପଣଙ୍କର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ସମୟରେ ପାଠ କରିନେବେ। ଆଉ ଯଦି କୌଣସି ବିଷୟ ବୁଝିବା ନିମନ୍ତେ ଅସୁବିଧା ହୁଏ ତାହେଲେ ପତ୍ର ଦ୍ୱାରା ଲେଖି ଜଣାଇଲେ ଆମେ ତାହା ପତ୍ର ମାଧ୍ୟମରେ ବୁଝାଇ ଦେବା ନିମନ୍ତେ ଚେଷ୍ଟା କରିବୁ। ଏହାପରେ 20 ପର୍ବର 42 ପଦରେ ଲେଖା ଅଛି, ଏଥିରେ ଯୋନାଥନ ଦାଉଦଙ୍କୁ କହିଲା, କୁଶଳରେ ଯାଅ, ଆମ୍ଭେ ଦୁହେଁ ତ ସଦାପ୍ରଭୁଙ୍କ ନାମରେ ଶପଥ କରି କହିଅଛୁ, ସଦାପ୍ରଭୁ ସର୍ବଦା ମୋର ଓ ତୁମ୍ଭର, ପୁଣି ମୁହ ବଂଶର ଓ ତୁମ୍ଭ ବଂଶର ମଧ୍ୟବର୍ତ୍ତୀ ହୁଅନ୍ତୁ। ତହୁଁ ସେ ଉଠି ପ୍ରସ୍ଥାନ କଲେ। ପୁଣି ଯୋନାଥନ ନଗରକୁ ଗଲା। ତେବେ ସାଉଲ ଯେ ଦାଉଦଙ୍କୁ ବଧ କରିବାକୁ ସ୍ଥିର କରିଅଛନ୍ତି ଏହା ଯୋନାଥନ ଓ ଦାଉଦ ଉଭୟ ବୁଝିପାରିଲେ ଓ ଯୋନାଥନ ଦାଉଦଙ୍କୁ ସତର୍କ ରହିବା ନିମନ୍ତେ ଜଣାଇଦେଲେ। ଏହି ସମୟଠାରୁ ଦାଉଦ ସାଉଲଙ୍କଠାରୁ ନିଜକୁ ଲୁଚାଇବାକୁ ଚେଷ୍ଟା କରି ବିଭିନ୍ନ ପାହାଡ଼ ପର୍ବତ ଓ ଗୁମ୍ଫାମାନଙ୍କରେ ରହିଲେ। ଅନେକ ଦୁଃଖ ଓ ସଙ୍କଟର ମଧ୍ୟ ଦେଇ ସେ ଗତି କରିଥିଲେ। କିନ୍ତୁ ଏହି ସମସ୍ତ ମଧ୍ୟ ଦେଇ ଈଶ୍ୱରଙ୍କର ମହତ୍ ଉଦ୍ଦେଶ୍ୟ ସଫଳ ହେବାକୁ ଯାଉଥିଲା, ଯେପରି ଦାଉଦ ଇସ୍ରାଏଲ ଉପରେ ଏକ ସୁଯୋଗ୍ୟ ରାଜା ରୂପେ ଶାସନ କରିପାରନ୍ତି। କିନ୍ତୁ ଏଠାରେ ଏକ କୌତୁହଳର ବିଷୟ ହେଉଛି ଦାଉଦ ଓ ଯୋନାଥନଙ୍କ ମଧ୍ୟରେ ସ୍ଥାପିତ ନିୟମ। ଆମେ ମଧ୍ୟ ପରେ ଦେଖିବାକୁ ପାରିବା ଯେ ଯୋନାଥନ ତାହାଙ୍କର ପ୍ରତିଜ୍ଞାକୁ ରକ୍ଷା କଲେ ଓ ଦାଉଦ ମଧ୍ୟ ତାହାଙ୍କର ପ୍ରତିଜ୍ଞାକୁ ରକ୍ଷା କରି ଯୋନାଥନଙ୍କର ପୁତ୍ର ମଫିବୋଶତ ପ୍ରତି ଦୟାକରି ତାହାଙ୍କର ରାଜତ୍ୱ ସମୟରେ ତାହାକୁ ନିଜ ମେଜରେ ବସି ଭୋଜନ କରିବାର ଅଧିକାର ଦେଇଥିଲେ ଓ ତାହାଙ୍କୁ ଲାଳନ ପାଳନ କରିଥିଲେ, ଯେପରି ସେ ଯୋନାଥନଙ୍କ ସହିତ କୃତ ପ୍ରତିଜ୍ଞା ଅନୁଯାୟୀ ତାହାର ବଂଶ ରକ୍ଷା କରିପାରନ୍ତି। କାରଣ ଆମେ ପରେ ଦେଖିବାକୁ ଯିବା ଯେ ସାଉଲ ଓ ଯୋନାଥନ ଉଭୟ ପଲେଷ୍ଟୀୟମାନଙ୍କ ଦ୍ୱାରା ହତ ହେଲେ ଓ ଦାଉଦ ଇସ୍ରାଏଲ ଉପରେ ରାଜା ହୋଇ ରାଜ୍ୟ ଶାସନ କଲେ। କିନ୍ତୁ ଏହି ଘଟଣାରୁ ଆମେ ଏକ ଚମତ୍କାର ଶିକ୍ଷା ପାଉଛୁ ଯେ ଦାଉଦ ଯୋନାଥନଙ୍କ ହେତୁ ମଫିବୋଶତ ଉପରେ ଦୟା ପ୍ରଦର୍ଶନ କରିଥିଲେ। ଯଦିଓ ସେ ସାଉଲଙ୍କର ବଂଶକୁ ସମୂଳେ ନିପାତ କରିଥିଲେ, ମାତ୍ର ଯୋନାଥନର ବଂଶ ପ୍ରତି ଦୟାକରି ମଫିବୋଶତକୁ ରକ୍ଷା କରିଥିଲେ। ସେହିପରି ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହେତୁ ଆପଣଙ୍କ ଉପରେ ଓ ମୋ ଉପରେ ତାଙ୍କର ଅସୀମ ଦୟା ଓ ଅନୁଗ୍ରହ ପ୍ରକାଶ କରିଅଛନ୍ତି, ଯେପରି ଆପଣ ଓ ମୁଁ ବିନଷ୍ଟ ନ ହୋଇ ପାପରୁ ଉଦ୍ଧାର ପାଇ ଈଶ୍ୱରଙ୍କ ସହଭାଗିତାର ଅଂଶୀ ହେଉ। ପ୍ରଭୁ ଯୀଶୁ ଆଜି ମଧ୍ୟ ଆପଣଙ୍କୁ ମୋତେ ଆହ୍ୱାନ କରନ୍ତି ଓ ସେ ଆମମାନଙ୍କ ସହିତରେ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି। ସେଥିପାଇଁ ପ୍ରକାଶିତ 3 ପର୍ବର 20 ପଦରେ ଲେଖା ଅଛି, ଦେଖ ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ, ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ ତାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। କ'ଣ ଆଜି ଆମେ ସେହି ସହଭାଗିତା ସ୍ଥାପନ କରିବାକୁ ଚାହୁଁ କି? ତାହେଲେ ଆଉ ଡେରି ନ କରୁ ବର୍ତ୍ତମାନ ଆମେ ଏହି ପ୍ରଥମ ସାମୁଏଲର 21 ପର୍ବ ମଧ୍ୟକୁ ଯିବା। ଏହି 21 ପର୍ବରେ ଆମେ ଦେଖିବାକୁ ପାରିବା ଯେ ଦାଉଦ କେତେକ ଯାଜକମାନଙ୍କୁ ସାଥୀ କରନ୍ତି ଓ କେତେକ ବଳବାନ ଲୋକମାନଙ୍କୁ ଏକତ୍ରିତ କରନ୍ତି, କିନ୍ତୁ ସାଉଲ ଈଶ୍ୱରଙ୍କର ସେହି ଯାଜକମାନଙ୍କୁ ବଦ୍ଧ କରନ୍ତି। 21 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ଦାଉଦ ନୋବରେ ଅହିମେଲକ ଯାଜକ ନିକଟକୁ ଆସିଲେ। ତହିଁରେ ଅହିମେଲକ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ କରିବାକୁ ଆସି ତାଙ୍କୁ କହିଲା, ତୁମ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି? ଦାଉଦ ସାଉଲଙ୍କ ନିକଟରୁ ପ୍ରସ୍ଥାନ କରିବା ପରେ ସେ ଏକାକୀ ହୋଇଯାଇଛନ୍ତି। ତାଙ୍କ ସହିତ ଆଉ କେହି ନାହାନ୍ତି, କିନ୍ତୁ ଜଣେ ତାହାଙ୍କ ସହିତ ସବୁ ଅବସ୍ଥାରେ ଓ ସବୁ ପରିସ୍ଥିତିରେ ରହିଥିଲେ, ସେ ହେଲେ ଈଶ୍ୱର। ଈଶ୍ୱର ତାହାଙ୍କୁ କେବେ ହେଲେ ପରିତ୍ୟାଗ କରିନଥିଲେ। ଦାଉଦ ତାହାଙ୍କୁ ପରିତ୍ୟାଗ କରିନଥିଲେ କି ସେ ଦାଉଦଙ୍କୁ ମଧ୍ୟ ପରିତ୍ୟାଗ କରିନଥିଲେ। ତେବେ ଏହି ସମୟରେ ଦାଉଦ ଯଦିଓ ଏକାକୀ ଥିଲେ, ମାତ୍ର ସେ ସମ୍ପୂର୍ଣ୍ଣ ଏକାକୀ ନଥିଲେ, ତାହାଙ୍କ ସହିତ କେତେକ ଯୁବା ଲୋକମାନେ ମଧ୍ୟ ଥିଲେ। ତେଣୁକରି ସେହି ହିସାବରେ ଦେଖିବାକୁ ଗଲେ ସେ ଏକାକୀ ନଥିଲେ। ସେ ଏହି ହିସାବରେ ଏକାକୀ ଥିଲେ ଯେ ତାହାଙ୍କ ଦଳର ଲୋକମାନଙ୍କ ମଧ୍ୟରେ ସାଉଲଙ୍କ ପରିବାର ମଧ୍ୟରୁ ବା ତାହାଙ୍କର ଭୃତ୍ୟମାନଙ୍କ ମଧ୍ୟରେ କେହି ହେଲେ ତାହାଙ୍କ ସହିତ ନଥିଲେ। 21 ପର୍ବର 2 ପଦରୁ 4 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏଥିରେ ଦାଉଦ ଅବିମେଲକ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମକୁ ପଠାଏ ଓ ମୁଁ ତୁମକୁ ଯାହା ଆଜ୍ଞା କରିଅଛି ସେହି ବିଷୟ କେହି କିଛି ନ ଜାଣୁ। ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି। ଏବେ ତୁମ୍ଭ ହସ୍ତରେ କ'ଣ ଅଛି? 5ଟି ରୋଟି ଅବା ଯାହା କିଛି ଅଛି ତାହା ମୋ ହସ୍ତରେ ଦିଅ। ଏଥିରେ ଯାଜକ ଦାଉଦଙ୍କୁ ଉତ୍ତର କରି କହିଲା, ମୋ ହସ୍ତରେ ସାଧାରଣ ରୋଟି ନାହିଁ। ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ ରଖିଥିବେ, ତେବେ କେବଳ ପବିତ୍ର ରୋଟି ଅଛି। ତେବେ ଅହିମେଲକ ଯାଜକ ଏପରି ଉତ୍ତର ଦେବାର
କାରଣ ହେଉଛି ଯେ ସେଠାରେ କେବଳ ପବିତ୍ର ରୋଟି ବା ଯାହାକୁ କହନ୍ତି ଦର୍ଶନୀ ରୋଟି, ତାହା ବ୍ୟତୀତ ଆଉ ଅନ୍ୟ କିଛି ରୋଟି ନଥିଲା। କିନ୍ତୁ ଏହି ଦର୍ଶନୀ ରୋଟି ପବିତ୍ର ଆବାସ ମଧ୍ୟରେ ଏକ ଦର୍ଶନୀ ରୋଟିର ମେଜ ଉପରେ ରଖାଯାଉଥିଲା ଓ ଯାହାକୁ ପ୍ରତି ବିଶ୍ରାମ ବାରରେ ଥରେ ପରିବର୍ତ୍ତନ କରାଯାଉଥିଲା। କିନ୍ତୁ ଏହି ପବିତ୍ର ରୋଟିକୁ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭୋଜନ କରିବା ନିମନ୍ତେ ଅନୁମତି ଦିଆଯାଉନଥିଲା ଓ ଯାଜକ ତାହାକୁ ଏକ ନିର୍ଦ୍ଦିଷ୍ଟ ସମୟରେ ଭୋଜନ କରିବାକୁ ଥିଲା, କାରଣ ଏହା ପବିତ୍ର ରୋଟି ହୋଇଥିବାରୁ ଏହାର ପବିତ୍ରତା ଉପରେ ଦୃଷ୍ଟି ଦିଆଯାଉଥିଲା। କିନ୍ତୁ ଅନ୍ୟ ଯେକୌଣସି ଲୋକ ଏହି ରୋଟି ଭୋଜନ କରିବା ଦ୍ୱାରା ଦଣ୍ଡନୀୟ ହେବ ବୋଲି ଈଶ୍ୱରଙ୍କର ଆଦେଶ ଥିଲା। 21 ପର୍ବର 5 ଓ 6 ପଦରେ ଲେଖା ଅଛି, ତେଣୁ ଦାଉଦ ଯାଜକକୁ ଉତ୍ତର ଦେଇ କହିଲେ, ପ୍ରକୃତରେ ଉଣାଧିକ ଏହି 3 ଦିନ ହେଲା ସ୍ତ୍ରୀମାନେ ଆମମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି। ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା, ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନଥିବ? ତହିଁରେ ଯାଜକ ତାଙ୍କୁ ପବିତ୍ର ରୋଟି ଦେଲା, କାରଣ ସେ ସ୍ଥାନରେ ଆଉ ରୋଟି ନଥିଲା, କେବଳ ଦର୍ଶନୀୟ ରୋଟି ଥିଲା। ତାହା ଉଠାଇ ନେବା ଦିନ ତପ୍ତ ରୋଟି ରଖିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରୁ ତାହା ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଲକ୍ଷ୍ୟ କରୁଅଛୁ ଯେ ସେହି ଅହିମେଲକ ଯାଜକ ଦାଉଦଙ୍କୁ କହିଥିଲେ ଯେ ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ କରି ରଖିଥିବେ, ତେବେ କେବଳ ପବିତ୍ର ରୋଟି ଅଛି, ଅର୍ଥାତ୍ ସେମାନେ ସେହି ପବିତ୍ର ରୋଟି ଭୋଜନ କରିପାରନ୍ତି। ତେଣୁ ଦାଉଦ ଏଠାରେ ଅହିମେଲକ ଯାଜକଙ୍କୁ କହନ୍ତି, ଏହି 3 ଦିନ ହେଲା ସ୍ତ୍ରୀମାନେ ଆମମାନଙ୍କଠାରୁ ପୃଥକୀକୃତ ହୋଇ ରହିଅଛନ୍ତି। ଯଦିଓ ଈଶ୍ୱର ଇସ୍ରାଏଲ ସନ୍ତାନଗଣ ନିମନ୍ତେ ବ୍ୟବସ୍ଥା ପ୍ରଦାନ କରିଥିଲେ ଓ ଏହି ଦର୍ଶନୀ ରୋଟି ଏକ ପବିତ୍ର କାର୍ଯ୍ୟ ନିମନ୍ତେ ଉଦ୍ଦିଷ୍ଟ ଥିଲା ଓ ଏହି ରୋଟିକୁ ଯାଜକ ବ୍ୟତୀତ ଅନ୍ୟ କାହାରିକୁ ଭୋଜନ କରିବା ନିମନ୍ତେ ଅନୁମତି ଦିଆଯାଇ ନଥିଲା, ମାତ୍ର ଦାଉଦ ଓ ତାହାଙ୍କର ଯୁବାମାନେ ଏହି ରୋଟି ଭୋଜନ କରିବା ଦ୍ୱାରା କିଛି ଭୁଲ କରିନଥିଲେ, କାରଣ ସେମାନେ ନିଜର ପ୍ରାଣ ବଞ୍ଚାଇବା ନିମନ୍ତେ ତାହା ଭୋଜନ କରିଥିଲେ। ସେହି ଦର୍ଶନୀ ରୋଟି ବା ପବିତ୍ର ରୋଟି ଅନେକଙ୍କର ପ୍ରାଣକୁ ବଞ୍ଚାଇ ପାରିଥିଲା। ଯଦି ଏହା ସେଦିନ ଅନେକଙ୍କର କ୍ଷୁଧାକୁ ନିବାରଣ କରିନଥାନ୍ତା ବା ଅନେକଙ୍କର ପ୍ରାଣ ବଞ୍ଚାଇବାରେ ବ୍ୟବହୃତ ହୋଇପାରିନଥାନ୍ତା, ତାହେଲେ ତାହା ଏକ ସାଧାରଣ ରୋଟି ବୋଲି ଗଣାଯାଇଥାନ୍ତା। ଦାଉଦ ଓ ତାହାଙ୍କର ସଙ୍ଗୀମାନେ ଏହାକୁ ଅଶୁଚି ହସ୍ତରେ ଭୋଜନ କରିନଥିଲେ ଓ ଏହା ମଧ୍ୟ ସେହିଦିନ ସେହି ମେଜ ଉପରୁ ସ୍ଥାନାନ୍ତରିତ ହେବାକୁ ଥିଲା, ଯେପରି ସେହି ସ୍ଥାନରେ ତପ୍ତ ରୋଟି ରଖାଯାଇପାରେ। ତେଣୁକରି ଏହି ପବିତ୍ର ରୋଟି ଅନେକଙ୍କର ଜୀବନକୁ ମୃତ୍ୟୁରୁ ରକ୍ଷା କରିଥିବାରୁ ଏହା ବ୍ୟବସ୍ଥାର ବାସ୍ତବ ଆଭିମୁଖ୍ୟକୁ ଲଙ୍ଘନ କରିନଥିଲା, କାରଣ ବ୍ୟବସ୍ଥା ମନୁଷ୍ୟ ନିମନ୍ତେ ପ୍ରଦତ୍ତ ହୋଇଥିଲା। ତେଣୁ ବ୍ୟବସ୍ଥାଠାରୁ ମନୁଷ୍ୟର ଜୀବନ ଶ୍ରେଷ୍ଠ ଓ ବହୁମୂଲ୍ୟ। ତେଣୁ ଯାଜକ ଦାଉଦ ଓ ତାହାଙ୍କର ସଙ୍ଗୀମାନଙ୍କୁ ସେହି ରୋଟି ଭୋଜନ କରିବା ନିମନ୍ତେ ଦେବା ଦ୍ୱାରା ସେ ଯଦିଓ ଲିଖିତ ବ୍ୟବସ୍ଥାକୁ ଲଙ୍ଘନ କରିଥିଲେ, ମାତ୍ର ବ୍ୟବସ୍ଥାର ବାସ୍ତବ ଆଭିମୁଖ୍ୟକୁ ଲଙ୍ଘନ କରିନଥିଲେ, କାରଣ ସେ ସ୍ଥାନରେ ଅନ୍ୟ କୌଣସି ରୋଟି ନଥିବାରୁ ଏହି ପବିତ୍ର ରୋଟି ଅନେକଙ୍କର ପ୍ରାଣ ବଞ୍ଚାଇବା ନିମନ୍ତେ ବ୍ୟବହାର କରାଯାଇଥିଲା। କାରଣ ମନୁଷ୍ୟର ସେହିପରି ବିଶେଷ ଆବଶ୍ୟକତା ଓ ଜରୁରୀ ପରିସ୍ଥିତି ନେଇ ବ୍ୟବସ୍ଥାରେ ମଧ୍ୟ କିଛିଟା ପରିବର୍ତ୍ତନ ଅଣାଯାଇପାରୁଥିଲା, ମାତ୍ର ତହିଁର ପବିତ୍ରତା ପ୍ରତି ଦୃଷ୍ଟି ଦିଆଯାଉଥିଲା। ଏହାପରେ 21 ପର୍ବର 7 ପଦରେ ଏହିପରି ଲେଖା ଅଛି, ସେହିଦିନ ସାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା, ତାହାର ନାମ ଇଦୋମୀୟ ଦୋଏଗ। ସେ ସାଉଲଙ୍କର ପଶୁପାଳକମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦେଖନ୍ତୁ, ଏଠାରେ ଇସ୍କାରିୟତ ଯୁହୁଦା ପରି ଜଣେ ବିଶ୍ୱାସଘାତକ ଥିଲା, ଯିଏକି ଦାଉଦ ଓ ସେହି ମହାଯାଜକଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା। ତାର ନାମ ଦୋଏଗ। ସେ ଇଦୋମୀୟ ଥିଲା ଓ ସେ ସାଉଲଙ୍କର ପଶୁପାଳକମାନଙ୍କ ମଧ୍ୟରେ ପ୍ରଧାନ ଥିଲା ଓ ସେ ମଧ୍ୟ ସେହି ସମାଗମ ତମ୍ବୁ ମଧ୍ୟରେ ଥିଲା। ତେବେ ଦାଉଦ ଏହି ବ୍ୟକ୍ତି ବିଷୟ ନେଇ ତାହାଙ୍କର 52 ଗୀତରେ ଅର୍ଥାତ୍ ଗୀତ ସଂହିତା 52 ପର୍ବରେ ପ୍ରକାଶ କରିଅଛନ୍ତି। ଏହାପରେ 21 ପର୍ବର 8 ପଦରେ ଲେଖା ଅଛି, ପୁଣି ଦାଉଦ ଅହିମେଲକୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ଼୍ଗ ନାହିଁ? କାରଣ ମୁଁ ଆପଣା ଖଡ଼୍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା। ଦେଖନ୍ତୁ, ଦାଉଦଙ୍କ ଜୀବନ ନିମନ୍ତେ ଈଶ୍ୱରଙ୍କ ଯୋଜନା ଭିନ୍ନ ଥିଲା। ଦାଉଦଙ୍କ ହାତରେ କୌଣସି ବର୍ଚ୍ଛା କି ଖଡ଼୍ଗ ନଥିଲା, କାରଣ ତାହାଙ୍କୁ ଚଞ୍ଚଳ ସାଉଲଙ୍କ ନିକଟରୁ ପ୍ରସ୍ଥାନ କରିବାକୁ ପଡ଼ିଲା। ତାଛଡ଼ା ଦାଉଦ ଏହି ସମୟରେ ରାଜା ହେବାକୁ ଯାଉନଥିଲେ, କିନ୍ତୁ ସେ ଏଠାରେ ନିଜକୁ ରାଜା ରୂପେ ଉପସ୍ଥାପିତ କରିବାକୁ ଚାହୁଁଥିଲେ। ମାତ୍ର ଈଶ୍ୱର ତାହାଙ୍କୁ ବିଭିନ୍ନ ପରିସ୍ଥିତି ମଧ୍ୟ ଦେଇ ତାଲିମ ଦେବାକୁ ଚାହିଁଥିଲେ। ଦାଉଦ ଯେତେ ଚଞ୍ଚଳ ହେଉଥିଲେ, ଈଶ୍ୱର ସେତେ ଚଞ୍ଚଳ ହେଉନଥିଲେ। ଈଶ୍ୱର ତାହାଙ୍କୁ ସେହି ଗୁମ୍ଫାମାନଙ୍କ ମଧ୍ୟରେ ତାଲିମ ଦେବାକୁ ଚାହିଁଥିଲେ। ତାହା ହିଁ ଥିଲା ଈଶ୍ୱରଙ୍କର ଯୋଜନା। ଅନେକ ସମୟରେ ଆମେ ଧୈର୍ଯ୍ୟହରା ହୋଇଯାଉ, ଆମେ ଈଶ୍ୱରଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁ, ମାତ୍ର ଈଶ୍ୱର ତାହାଙ୍କର ନିରୂପିତ ସମୟରେ ସମସ୍ତ ବିଷୟ ସାଧନ କରନ୍ତି। ମାତ୍ର ସେହି ସମୟ ପର୍ଯ୍ୟନ୍ତ ସେ ଆମମାନଙ୍କୁ ବିଭିନ୍ନ ପରିସ୍ଥିତି ମଧ୍ୟ ଦେଇ ଶିକ୍ଷା ଦେଇଥାନ୍ତି, ଯେପରି ଆମେ
ତାଙ୍କର ଅଭିମତକୁ ସଫଳ କରିବା ନିମନ୍ତେ ସମର୍ଥ ହୋଇପାରୁ ଓ ଆତ୍ମିକ ଜୀବନରେ ଆହୁରି ଅଧିକ ବିଶ୍ୱାସରେ ବଳିଷ୍ଠ ହୋଇପାରୁ ଓ ଈଶ୍ୱରଙ୍କର ବାସ୍ତବ ଶକ୍ତିର କାର୍ଯ୍ୟ ଓ ତାହାଙ୍କର ସହାୟତା ତଥା ଆଶୀର୍ବାଦକୁ ଉପଲବ୍ଧି କରିପାରୁ। ତେଣୁ ଦାଉଦ ଯେଉଁପରି ଚଞ୍ଚଳ ହେଉଥିଲେ, ଈଶ୍ୱର ସେହିପରି ଚଞ୍ଚଳ ହେଉନଥିଲେ। ମାତ୍ର ସେ ଧୀରେ ଧୀରେ ଦାଉଦଙ୍କୁ ତାଲିମ ଦେଇ ଏକ ସୁଯୋଗ୍ୟ ରାଜା ରୂପେ ଇସ୍ରାଏଲ ଉପରେ ତାହାଙ୍କୁ ନିଯୁକ୍ତି ଦେବାକୁ ଯାଉଥିଲେ। ଆପଣ ଦେଖନ୍ତୁ, ଈଶ୍ୱର ସେହିପରି ମୂଷାଙ୍କ ଜୀବନରେ ମଧ୍ୟ ସାଧନ କରିଥିଲେ। ମୂଷା ଯଦିଓ 40 ବର୍ଷ ପୂର୍ବରୁ ଇସ୍ରାଏଲକୁ ମିଶ୍ରର ଦାସତ୍ୱ ବନ୍ଧନରୁ ଉଦ୍ଧାର କରିବାକୁ ଚାହୁଁଥିଲେ, ମାତ୍ର ଈଶ୍ୱର ତାହା ଚାହିଁନଥିଲେ। ଯେହେତୁ ମୂଷା ସେ ପର୍ଯ୍ୟନ୍ତ ପ୍ରସ୍ତୁତ ନଥିଲେ, ତେଣୁକରି ଈଶ୍ୱର 40 ବର୍ଷ ଧରି ସେହି ପ୍ରାନ୍ତର ମଧ୍ୟରେ ତାହାଙ୍କୁ ତାଲିମ ଦେବା ପରେ ସେ ତାହାଙ୍କୁ ମିଶ୍ରର ରାଜା ଫାରୋଙ୍କ ନିକଟକୁ ପଠାଇଲେ, ଯେପରି ସେ ଇସ୍ରାଏଲ ସନ୍ତାନଗଣକୁ ମିଶ୍ରର ଦାସତ୍ୱ ବନ୍ଧନରୁ ମୁକୁଳାଇ ଆଣିପାରନ୍ତି। ଏହା ହିଁ ଥିଲା ଈଶ୍ୱରଙ୍କର ଯୋଜନା। କାରଣ ମନୁଷ୍ୟ ଯେପରି ଯୋଜନା କରେ, ଈଶ୍ୱର ସେପରି କରନ୍ତି ନାହିଁ। କାରଣ ମନୁଷ୍ୟର ସଂକଳ୍ପ ଈଶ୍ୱରଙ୍କର ସଂକଳ୍ପଠାରୁ ଭିନ୍ନ। ଈଶ୍ୱର ମନୁଷ୍ୟର ଇଚ୍ଛା ବା ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତି ନାହିଁ, ମାତ୍ର ସେ ତାହାଙ୍କର ଇଚ୍ଛା ଓ ଯୋଜନା ଅନୁଯାୟୀ କାର୍ଯ୍ୟ ସାଧନ କରନ୍ତି। ଅନେକ ସମୟରେ ଆମେ ଅଧୈର୍ଯ୍ୟ ହୋଇଯାଉ, ମାତ୍ର ଈଶ୍ୱର ସୁସ୍ଥିରତାରେ ସମସ୍ତ କାର୍ଯ୍ୟ ସାଧନ କରନ୍ତି। ଦାଉଦ ଏଠାରେ ଯେଉଁ ବିଷୟ କହନ୍ତି ତାହା ପ୍ରକୃତିରେ ସତ୍ୟ ନୁହେଁ, ଯାହାକି ଆମେ ଏହି ବିଷୟବସ୍ତୁ ମଧ୍ୟରୁ ବୁଝିବାକୁ ପାରୁଛୁ। ସେ ଯେ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିବାରୁ ତରବରରେ ବାହାରି ଆସିଲେ ତାହା ନୁହେଁ, ମାତ୍ର ସେ ଏଠାରେ ଘଟଣାକୁ ଛପାଇ ରଖିବା ନିମନ୍ତେ ଏହିପରି କହିଲେ। 21 ପର୍ବର 9 ପଦରେ ଏହିପରି ଲେଖା ଅଛି, ତହିଁରେ ଯାଜକ କହିଲା, ତୁମ୍ଭେ ଏଲା ତଳଭୂମିରେ ଯାହାକୁ ବଧ କରିଥିଲ, ଦେଖ, ସେହି ପଲେଷ୍ଟିୟ ଗଲିଆତର ଖଡ଼୍ଗ ଏଫୋଦ ପଛେ ବସ୍ତ୍ରରେ ଗୁଡ଼ା ହୋଇଅଛି। ଯେବେ ତାହା ନେବ ନିଅ, ତାହା ଛଡ଼ା ଆଉ ଏଠାରେ କିଛି ନାହିଁ। ତୁ ଦାଉଦ କହିଲେ, ତାହାପରି ଆଉ କିଛି ନାହିଁ, ତାହା ମୋତେ ଦିଅ। ଏଠାରେ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଦାଉଦ ଜଣେ ଯୁବକ ଓ ସେ ଚାହିଁଥିଲେ ତାହାଙ୍କର ସେହି ଛାଟିଣୀ ଓ ପଥର ବ୍ୟବହାର କରିପାରିଥାନ୍ତେ। ମାତ୍ର ସେ ଦୀର୍ଘଦିନ ଧରି ସେହି ରାଜପ୍ରାସାଦ ମଧ୍ୟରେ ଥିବା ହେତୁ ବୋଧହୁଏ ସେହି ଛାଟିଣୀ ପଥର ବ୍ୟବହାର କରିବା ଭୁଲି ଯାଇଥିଲେ। ତେଣୁକରି ସେ ବର୍ତ୍ତମାନ ଏକ ଖଡ଼୍ଗ ଚାହାନ୍ତି ଓ ସେ ଗଲିଆତର ଖଡ଼ଗକୁ ବ୍ୟବହାର କରୁଅଛନ୍ତି, ଯେହେତୁ ଏହା ସେହିଠାରେ ଥିଲା। 21 ପର୍ବର 10 ପଦରେ ଲେଖା ଅଛି, ଏଉତାରେ ଦାଉଦ ଉଠି ସାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥର ରାଜା ଆଖିସ୍ ନିକଟକୁ ଗଲେ। ଦେଖନ୍ତୁ, ଦାଉଦ ବର୍ତ୍ତମାନ ସାଉଲଙ୍କ ନିକଟରୁ ପ୍ରସ୍ଥାନ କରି ସେହି ଆଖିସ୍ ରାଜା ନିକଟକୁ ଯାଉଛନ୍ତି, ଯେପରି ସେ ତାହାଙ୍କଠାରୁ କିଛି ସାହାଯ୍ୟ ପାଇପାରନ୍ତି। ଯେତେବେଳେ ସେ ଏହି ବିଦେଶୀୟମାନଙ୍କ ନିକଟରେ ପହଞ୍ଚିଗଲେ, ସେ ଜାଣିବାକୁ ପାରିଲେ ଯେ ସେ ବର୍ତ୍ତମାନ ବିପଦରେ ପଡ଼ିଯାଇଛନ୍ତି, କାରଣ ସେମାନେ ଇସ୍ରାଏଲର ଶତ୍ରୁ ଥିଲେ। ତେଣୁକରି ଦାଉଦଙ୍କୁ ଜଣେ ପାଗଳ ଲୋକ ପରି ଛଳନା କରିବାକୁ ପଡ଼ିଲା ଓ କାର୍ଯ୍ୟ କରିବାକୁ ପଡ଼ିଲା। ଦେଖନ୍ତୁ, 21 ପର୍ବର 11 ପଦରୁ 14 ପଦ ମଧ୍ୟରେ ଲେଖା ଅଛି, ତହିଁରେ ଆଖିସ୍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହିନଥିଲେ, ସାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ? ମାତ୍ର ଦାଉଦ ଏ କଥା ମନେ ରଖିଲେ। ପୁଣି ଗାଥର ରାଜା ଆଖିସ୍କୁ ବଡ଼ ଭୟ କଲେ। ଏଣୁ ସେ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ୱାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ। ତହିଁରେ ଆଖିସ୍ ଆପଣା ଦାସମାନଙ୍କୁ କହିଲା, ଦେଖ, ଏ ବାତୁଳ, ଏହା ତୁମେମାନେ ଦେଖୁଅଛ। ତୁମେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ? କିନ୍ତୁ ପ୍ରକୃତିରେ ଏହା ଥିଲା ଦାଉଦଙ୍କର ଛଳନା, ଯେପରି ସେ ସେହି ଆଖିସ୍ ହସ୍ତରୁ ନିଜକୁ ବଞ୍ଚାଇ ପାରନ୍ତି। ଦେଖନ୍ତୁ, ଗୋଟିଏ ବିପଦରୁ ଖସି ଆସିବା ପରେ ଆଉ ଏକ ବିପଦର ସମ୍ମୁଖୀନ ହେଉଅଛନ୍ତି। ଏହାପରେ 21 ପର୍ବର 15 ପଦରେ ଲେଖା ଅଛି, ମୋହର କ'ଣ ବାତୁଳ ଲୋକର ଅଭାବ ଅଛି ଯେ ତୁମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ? ଏ ଲୋକ କ'ଣ ମୋହର ଘରକୁ ଆସିବ? ପ୍ରକୃତିରେ ଦାଉଦ ଏକ ସୁନ୍ଦର କଳାକାର ଥିଲେ। ତା ନ ହୋଇଥିଲେ ସେ ଏତେ ସୁନ୍ଦର ଭାବେ ନିଜକୁ ଜଣେ ପାଗଳ ପରି ରାଜାଙ୍କ ନିକଟରେ ଛଳନା କରିପାରିନଥାନ୍ତେ। ଆପଣ ଦେଖନ୍ତୁ, ତାହାଙ୍କୁ କେହି ପ୍ରକୃତିରେ ଚିହ୍ନି ପାରିଲେ ନାହିଁ। ବର୍ତ୍ତମାନ ତାହାଙ୍କ ନିମନ୍ତେ ସେଠାରେ ଆଉ ବିପଦର ପ୍ରଶ୍ନ ନାହିଁ। ସମସ୍ତେ ଜାଣନ୍ତି ଯେ ସେ ଜଣେ ପାଗଳ। ମାତ୍ର ଦାଉଦ କିପରି ଚତୁରତାର ସହିତ କାର୍ଯ୍ୟ କରି ସେଠାରୁ ରକ୍ଷା ପାଇ ଅଦୁଲମ ଗୁମ୍ଫାକୁ ପଳାଇଗଲେ, ତାହା ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅର୍ଥାତ୍ 22 ପର୍ବରେ ଅଧ୍ୟୟନ କରିବାକୁ ଯିବା। କିନ୍ତୁ ଆଜି ଆମେ ଏହି ଅଂଶରୁ ଏହି ଶିକ୍ଷା ପାଇଲୁ ଯେ ଈଶ୍ୱର ତାହାଙ୍କର ନିରୂପିତ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ କରନ୍ତି ଓ ସେ ଆମମାନଙ୍କୁ ବିଭିନ୍ନ ପ୍ରକାର ଅନୁଭୂତି ତଥା ସମସ୍ୟା ମଧ୍ୟ ଦେଇ କଢ଼ାଇ ନିଅନ୍ତି, ଯେପରି ଆମେ ତାହାଙ୍କୁ ଭଲ ରୂପେ ଜାଣିପାରୁ ଓ ତାହାଙ୍କର ଇଚ୍ଛା ଓ ଅଭିମତକୁ ବୁଝିପାରୁ। ତେଣୁ ଆମେ କୌଣସି ପରିସ୍ଥିତିରେ ଅଧୈର୍ଯ୍ୟ ନ ହୋଇ ବା ବ୍ୟତିବ୍ୟସ୍ତ ନ ହୋଇ
ଧୈର୍ଯ୍ୟ ଓ ବିଶ୍ୱାସର ସହିତ ଈଶ୍ୱରଙ୍କ ଉପରେ ନିର୍ଭର କରି ଆମର କର୍ତ୍ତବ୍ୟରେ ସଚେଷ୍ଟ ରହିଲେ ପ୍ରଭୁ ଠିକ୍ ନିରୂପିତ ସମୟରେ ଆମମାନଙ୍କ ଜୀବନରେ ତାହାଙ୍କର ମହତ ଇଚ୍ଛା ତଥା ଅଭିମତକୁ ସଫଳ କରିପାରିବେ। ତେଣୁ ଆସୁ ସବୁ ଅବସ୍ଥାରେ ସବୁ ପରିସ୍ଥିତିରେ ଯେପରି ଆମେ ଈଶ୍ୱରଙ୍କ ଉପରେ ନିର୍ଭର କରୁ ଆଉ ତାହାଙ୍କର କ'ଣ ସନ୍ତୋଷଜନକ ବିଷୟ ତାହା ଜାଣିବା ନିମନ୍ତେ ଚେଷ୍ଟା କରୁ ଆଉ ସବୁ ଅବସ୍ଥାରେ ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରୁ ଏବଂ ତାହାଙ୍କ ଉପରେ ନିର୍ଭର କରୁ। ତାହେଲେ ସେ ଆମମାନଙ୍କୁ ତାହାଙ୍କର ନିରୂପିତ ସମୟ ଅନୁଯାୟୀ ସମସ୍ତ ବିଷୟରେ ସାହାଯ୍ୟ କରିବେ ଓ ସଫଳତା ପ୍ରଦାନ କରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସେହିପରି ନିର୍ଭରଶୀଳତାର ଜୀବନ ପ୍ରଦାନ କରନ୍ତୁ। ପ୍ରିୟ ବନ୍ଧୁ, ଆଶା କରେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଛି ଓ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଆଜି ଆମେ ଏହି କଥା ଲକ୍ଷ୍ୟ କଲୁ ଯେ ସାଉଲ ରାଜାଙ୍କର କ୍ରୋଧ ନିମନ୍ତେ ଦାଉଦ ନିଜକୁ ରକ୍ଷା କରିବା ପାଇଁ ସେ ନୋବକୁ ପଳାଇଲେ। ସେଠାରୁ ସେ ଗାଥକୁ ଗଲେ। ସେଠାରେ ରାଜା ଆଖିସ୍ଙ୍କ ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ଯେ ଦାଉଦ କୌଣସି ମାମୁଲି ବ୍ୟକ୍ତି ନୁହନ୍ତି, ସେ ଜଣେ ରାଜା ଅଟନ୍ତି। କାରଣ ପଲିଷ୍ଟିୟମାନଙ୍କର ସେନାଧ୍ୟକ୍ଷ ଗଲିଆଦକୁ ସେ ବଦ୍ଧ କରିଥିଲେ। ଆମେ ସେଠାରେ ଦାଉଦ ନିଜକୁ ରକ୍ଷା କରିବା ନିମନ୍ତେ ଓ ସେମାନଙ୍କ ହୃଦୟରେ ଦୟା ଜନ୍ମାଇବାର ନିମନ୍ତେ ସେ କ'ଣ କଲେ ତାହା ଆଜି ଆମେ ଅଧ୍ୟୟନ କଲୁ। ସବୁ ପରିସ୍ଥିତିରେ ଦାଉଦ ଈଶ୍ୱରଙ୍କ ଉପରେ ନିର୍ଭର ରଖୁଥିଲେ ଓ ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ ଦାଉଦଙ୍କୁ ରକ୍ଷା କରୁଥିଲେ। ଆଜି ଆମର କଠିନ ପରିସ୍ଥିତିରେ ଆମେ କାହା ଉପରେ ନିର୍ଭର ରଖୁଛୁ? ଆମେ କ'ଣ ଈଶ୍ୱରଙ୍କ ଉପରେ ନିର୍ଭର ରଖୁଛୁ କି ଯେ ସବୁ ପରିସ୍ଥିତିରେ ଆମକୁ ରକ୍ଷା କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି? ଆଜି ତ ଆମମାନଙ୍କର ସମୟ ଶେଷ ହୋଇ ଆସିଛି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ, କିନ୍ତୁ ବିଦାୟ ନେବା ପୂର୍ବରୁ ଆସୁ ପଦେ ପ୍ରାର୍ଥନା କରିବା। ପବିତ୍ର ପିତା, ସର୍ବଦା ତୁମେ ଆମମାନଙ୍କ ବିଷୟରେ ଧ୍ୟାନ ରଖିବା ମନୋଯୋଗୀ ହେବା ପରମେଶ୍ୱର ଅଟ। ତୁମେ ଆମମାନଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ପ୍ରସ୍ତୁତ ଅଟ, ସମର୍ଥ ଅଟ। ଧନ୍ୟବାଦ ଦେଉଛୁ। ସବୁ ଅବସ୍ଥାରେ କଠିନ ପରିସ୍ଥିତିରେ ମଧ୍ୟ ତୁମ ଆଡ଼କୁ ଦୃଷ୍ଟିପାତ କରିବା ପାଇଁ, ତୁମର ସାହାଯ୍ୟ ଲୋଡ଼ିବା ପାଇଁ, ତୁମଠାରେ ନିର୍ଭର ରଖିବା ପାଇଁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସହାୟତା ଦିଅ। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ପରିତ୍ରାଣକର୍ତ୍ତା ମୁକ୍ତିଦାତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏ ସମସ୍ତ ନିବେଦନ ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। প্রিয় বন্ধু, আশা করু আপনার আম পথ প্রদর্শিকা কার্যক্রম নিশ্চয় ভাল লাগিথিব। যদি ভাল লাগিছি তাহলে আমকু 044490812996 নম্বর রে নিশ্চয় গোটিয়ে মিসড কল দেবে। আপনক মিসড কল আম নিমন্তে অতি বহুমূল্য। মু আনন্দর সহ জনাউছি যে প্রত্যেক মিসড কল দাতাঙ্ক মধ্যরু সপ্তাহ শেষরে যে অধিক মিসড কল দেইথিবে তাঙ্কু মনোনীত করাଯିବ ଓ পুরস্কৃত করাଯିବ। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କୋରାପୁଟରୁ ସସ୍ମିତା କ୍ଷେତ୍ରୀୟ ଓ ପରିବାର। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।